ପୁଣି ଭାଙ୍ଗିଲା କଣ୍ଟପଡ଼ା ନଦୀବନ୍ଧ, ଯାହାକି ବୈତରଣୀ ନଦୀର ଶାଖା କାଣି ନଦୀର କଣ୍ଟପଡ଼ାଠାରେ ଏ ଯେଉଁ ପୁନଶ୍ଚ ଆଜି ସନ୍ଧ୍ୟାବେଳେ ଘାଇ ହେଇଛି। ଯାହା ଘାଇର ପରିମାଣ ଯାହା ଦେଖୁଥିଲୁ ପାଖାପାଖି 50 ଫୁଟର ଓସାରରେ ଏ ଘାଇଟି ସୃଷ୍ଟି ହେଇଛି ସନ୍ଧ୍ୟାବେଳେ ଯାହା ଦେଖୁଥିଲୁ। ଏବଂ এই ଯେଉଁ ଘାଇଟି ସୃଷ୍ଟି ହେବା ଫଳରେ ମଲ୍ଲିକାପୁର ପଞ୍ଚାୟତର ପାର୍ଶ୍ୱକୁ ଚାଷ ଜମି ପାର୍ଶ୍ୱକୁ ଘାଇଟି ସୃଷ୍ଟି ହୋଇଛି ଏବଂ এই ଯେଉଁ ବନ୍ୟା ଜଳ ପ୍ରବେଶ କରିବା এই ଯେଉଁ ବନ୍ୟା ଜଳ ପ୍ରବେଶ କରିବା ଫଳରେ ମଲ୍ଲିକାପୁର, ଗୁଜୁରାହାଣ୍ଟା, ଦତ୍ତପୁର, ମଙ୍ଗଳପୁର, ସୁରସୁଆ ଆଦି ପଞ୍ଚାୟତରେ ଚାଷ ଜମିରେ ପ୍ରବେଶ କରିବ ଏବଂ କିଛି ତଳି ଅଞ୍ଚଳର ଚାଷ ଜମି ମଧ୍ୟ କ୍ଷତିଗ୍ରସ୍ତ ହେବା ସହିତ କିଛି ତଳି ଅଞ୍ଚଳର ମଧ୍ୟ ଘର ନଷ୍ଟ ହେବାର ମଧ୍ୟ ଏବଂ ବର୍ତ୍ତମାନ ମଧ୍ୟ ଆମ ନିକଟରେ ସ୍ଥାନୀୟ ଲୋକ ଅଛନ୍ତି ଯାହାକି ପଚାରି ବୁଝିବା କ'ଣ କେମିତି ଘାଇ ହେଲା, କେତେବେଳେ ଘାଇ ହେଲା? ଇଏ ହେଲା 5ଟା ବେଳେ ଆମେ ଏଇଠି ଛିଡ଼ା ହେଇଥିଲୁ। ସେଇଠି ଗୋଟେ ଛୋଟିଆ ଆଗେ ବନ୍ଧ ଜେସିବି ଆସିକି ପକେଇଲା ମାଟି, ପକେଇଲା ପରେ ଆସ୍ତେ କିନି ଘାଇ ହେଇକି ତାର ଜୋର ଆସ୍ତେ ବଡ଼ ଘାଇଟେ ହେଇଗଲା। ଏ ଯେଉଁ ଘାଇ ହେଲେ କ'ଣ ସବୁ କ୍ଷତି ହେବ? କ୍ଷତି ଘର ଦ୍ୱାରା ଆଜ୍ଞା ବହୁତ କ୍ଷତି ହେବ। କଣ୍ଟପଡ଼ା ଠାରେ ବାରମ୍ବାର ଘାଇ ହେଉଛି, କ'ଣ ପାଇଁ, କ'ଣ କାରଣ? ତଳେ ନାହିଁ ପାଣି, ଯାହା ଆସୁଛି ତଳେ ଡେଲିଭରି ଦେଇପାରୁନି, ତେଣୁ ପାଣି 3 ଫୁଟ 2.5 ଫୁଟ 3 ଫୁଟ ଓଭରଫ୍ଲୋ ହେଉଛି ହେଇକି ଆମେ ବନ୍ଧ କଲେ ମଧ୍ୟ କେମିତି କ'ଣ ସ୍ଥାୟୀ ପ୍ରତିକାର ରହିବ? ଏହାର ପ୍ରତିକାର ହେଉଛି ନଈ ସଫେଇ। ଯାହା ସ୍ଥାନୀୟ ଲୋକ କହୁଥିଲେ ନଈ ସଫେଇ ନ ହେବା କାରଣରୁ ଏମିତି ବାରମ୍ବାର ମଧ୍ୟ ଘାଇ ସୃଷ୍ଟି ହେଉଛି ଏବଂ ଏଇ ଯେଉଁ ନିର୍ଦ୍ଦିଷ୍ଟ କଣ୍ଟପଡ଼ା ଜାଗା ରହିଛି ପାଖାପାଖି 10 ବର୍ଷରେ ପାଖାପାଖି 7ରୁ 8 ଥର ମଧ୍ୟ ଏଇଠାରେ ଘାଇ ସୃଷ୍ଟି ହେଲାଣି। ଫଳରେ ଚାଷୀମାନେ ବିଭିନ୍ନ ତାଙ୍କର ଚାଷ ଜମି ନଷ୍ଟ ହେବା ସହିତ ଏବଂ ବାଲି ଚରି ଯାଉଛି ଏବଂ ବିଭିନ୍ନ ତଳି ଅଞ୍ଚଳର କଚ୍ଚା ଘର ମଧ୍ୟ କ୍ଷତିଗ୍ରସ୍ତ ହେଉଛି। କିନ୍ତୁ ଦୁଃଖର କଥା ଏ ଯେଉଁ ଜଳସମ୍ପଦ ବିଭାଗ ହେଉ ଏବଂ ଠିକାଦାର ହେଉ ତାଙ୍କର ଏଇ ନିମ୍ନମାନର କାର୍ଯ୍ୟ ଏବଂ ଦାୟିତ୍ୱହୀନତାର କାରଣ ପାଇଁ ବାରମ୍ବାର କଣ୍ଟପଡ଼ା ଅଞ୍ଚଳର ଘାଇ ସୃଷ୍ଟି ହେଉଛି ଏବଂ ଯାହାକି ସାଧାରଣ ଲୋକ ନାଇଁ ନଥିବା ଅସୁବିଧା ଭୋଗୁଛନ୍ତି। ଆମେ ଯାହା ଦେଖୁଥିଲୁ ପାଖାପାଖି 10ଟି ବ୍ଲକର ପାଖାପାଖି 10 ବର୍ଷରେ ଯଦି ହିସାବ କରିବା 15 ଥରରୁ ଅଧିକ ଘାଇ ସୃଷ୍ଟି ହୋଇସାରିଲାଣି ଏବଂ ପାଖାପାଖି ଜଳସମ୍ପଦ ବିଭାଗ ତରଫରୁ 500 କୋଟିରୁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ସରିଲାଣି। କିନ୍ତୁ 10ରୁ ବାସୀଙ୍କର ଦୁଃଖ ସରୁନାହିଁ। ପ୍ରତ୍ୟେକ ବର୍ଷ ବନ୍ୟା ଆସିଲେ ଘାଇ ସୃଷ୍ଟି ହେଉଛି ଏବଂ ଲୋକ ନାଇଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଠିକାଦାର ଏବଂ ବିଭାଗୀୟ ଅଧିକାରୀମାନେ ତାଙ୍କର ମାଲେମାଲ ହେଉଛନ୍ତି। ଯାଜପୁର 10ପୁରରୁ ଚନ୍ଦ୍ରଶେଖର ସାହୁଙ୍କ ରିପୋର୍ଟ, କନକ ନ୍ୟୁଜ୍।